ମୋ ନାଁ ହେଉଛି ରାମଚନ୍ଦ୍ର ମାଝୀ। ମୁଁ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ 2018 ମସିହାରେ ଦର୍ଶନ ବିଭାଗରୁ ଅବସର ନେଇଛି। ଆଉ ଅବସର ନେବା ପରେ ଏ ଯେଉଁ ଆମର ଭାରତୀୟ ଦର୍ଶନ ଗବେଷଣା ପରିଷଦ ନୂଆଦିଲ୍ଲୀରେ ଯେଉଁ ଅଛି, ତାର 2 ବର୍ଷ ପାଇଁ ଗବେଷଣା କରୁଥିଲି 2022 ଆଉ 23ରେ ଗାନ୍ଧୀଙ୍କ ଉପରେ। ତ ଗାନ୍ଧୀଙ୍କର ବିଚାରଧାରାକୁ ନେଇକରି କିପରି ସାମାଜିକ ସମସ୍ୟା ଓ ଦ୍ୱନ୍ଦ୍ୱର ସମାଧାନ କରାଯାଇପାରେ ତା ଉପରେ ଗବେଷଣାଟା ଥିଲା। ଆଜିର କାର୍ଯ୍ୟକ୍ରମ ବିଷୟରେ କହିବାକୁ ଗଲେ ଏଇଟା ଗୋଟେ ବହୁତ ସୁନ୍ଦର ଓ ଆବଶ୍ୟକୀୟ ଉଦ୍ୟମ ରହିଛି। ଜାତୀୟ ସେମିନାର ବିଭିନ୍ନ ଅଞ୍ଚଳରୁ ଗବେଷକମାନେ ଆସିଛନ୍ତି। ଖାଲି ଶିକ୍ଷା ମାନେ କ'ଣ କହିବା, ବିଶ୍ୱବିଦ୍ୟାଳୟ ମହାବିଦ୍ୟାଳୟରୁ ଅଧ୍ୟାପକ ଅଧ୍ୟାପିକାମାନେ ଆସିକିରି ଏଠି ଖାଲି ଆଲୋଚନା କରିବାକୁ ଆସିନାହାନ୍ତି। ଆମର ସାମ୍ବାଦିକମାନେ ଭାଇମାନେ ଆସିଛନ୍ତି। ଆମର ଯିଏ ଚିଫ୍ ସ୍ପିକର ଥିଲେ, ମାନେ ମୁଖ୍ୟ ଅତିଥି ଥିଲେ, ଜଷ୍ଟିସ୍ ମନୋରଞ୍ଜନ ମହାନ୍ତି, ଯିଏକି ଏବେ ପ୍ରେସିଡେଣ୍ଟ ଗାନ୍ଧୀ ସ୍ମାରକ ନିଧିର ଅଛନ୍ତି ସଭାପତି, ସିଏ ବି ଆସିଥିଲେ। ବିଶେଷ କରି ଆମର ଛାତ୍ରଛାତ୍ରୀମାନଙ୍କୁ ବହୁତ ସୁନ୍ଦର କଥା କହିଲେ। ଆମେ ଏଠି ତ ସେମିନାରରେ ବହୁତ ଗୁଡ଼ିଏ କଥା ଆଲୋଚନା କରିବୁ ଗାନ୍ଧୀଙ୍କର ଆମ୍ବେଦକରଙ୍କ ତତ୍ତ୍ୱ ବିଷୟରେ। ସେ କିନ୍ତୁ ଗାନ୍ଧୀ ମଣିଷ ଆଉ ବିଷୟରେ, ଗାନ୍ଧୀ କି ପ୍ରକାର ମଣିଷ ଥିଲେ ତା ଉପରେ ଯେଉଁ ସୁନ୍ଦର କଥା ଗୁଡ଼ିକ କହିଲେ, ମୁଁ ବିଶ୍ୱାସ କରୁଛି ଯେ ଆମ ପିଲାମାନଙ୍କୁ ନିଶ୍ଚିତ ଭାବରେ ସେଇଟା ଉତ୍ସାହିତ କରିଥିବ। ଆଗକୁ 2 ଦିନ ନିଶ୍ଚିତ ଭାବରେ ଭଲ ଆଲୋଚନା ହେବ। ଏବେ ଗାନ୍ଧୀ ଆମ୍ବେଦକର ପରି ଆମର ଏଇ ମହାନାୟକମାନଙ୍କର ଆଲୋଚନାଟା ନିହାତି ଆବଶ୍ୟକ ଏବେକାର ଯୁବପିଢ଼ି ପାଇଁ। ଏମାନଙ୍କର ଚିନ୍ତାଧାରା, କାର୍ଯ୍ୟ ଆଲୋଚନା କଲେ ସମାଜରେ କି ପ୍ରକାର କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ପିଲାମାନେ ନିଶ୍ଚିତ ଭାବରେ ଉଦ୍ବୁଦ୍ଧ ହେବେ। ଆଉ ବିଶେଷ କରି ପ୍ରଫେସର ଧନେଶ୍ୱର ସାହୁ ଯେଉଁ ମହାନାୟକମାନଙ୍କ ବିଷୟରେ ବହି ସବୁ, ଉପାଦେୟ ବହି ସବୁ ଲେଖିଛନ୍ତି, ଆଜିକାର ପିଲାମାନଙ୍କ ପାଇଁ ନିହାତି ଦରକାର। କାହିଁକି? ଗାନ୍ଧୀଙ୍କର ଗଦା ଗଦା ବହି ପଢ଼ିବାକୁ ଆଜିକାଲି ଯୁଗର ପିଲାମାନଙ୍କ ପାଖରେ ସମୟ ନାହିଁ, କି ଆମ୍ବେଦକରଙ୍କୁ ପଢ଼ିବାକୁ ମଧ୍ୟ ତାଙ୍କର ସମୟ ନାହିଁ। ଇଣ୍ଟରନେଟ୍ ଚାଟ୍ ଜିପିଟିରୁ ପଚାରି ଦେଇକିରି ସେମାନେ ଭାବୁଛନ୍ତି ଜ୍ଞାନୀ ହେଇଯିବେ ବୋଲି। ସେଇଥିରେ ପ୍ରକୃତ ଜ୍ଞାନ ସୃଷ୍ଟି ହୁଏ ନାହିଁ। ସେମାନେ ଯଦି ଗାନ୍ଧୀଙ୍କୁ ବୁଝିବା ଏତେ ସହଜ କଥା ନୁହେଁ। ତାଙ୍କୁ ବୁଝିବା ପାଇଁ ଯେମିତି ଭଗବାନଙ୍କ ପାଖକୁ ଗଲାବେଳକୁ ଗୋଟେ ଆମର ପଣ୍ଡାର ଆବଶ୍ୟକତା ହେଉଛି ବା ଗୋଟେ ପୁରୋହିତର ଆବଶ୍ୟକତା ନେଇକିରି ଆମେ ମନ୍ଦିରକୁ ଯାଇକିରି ଭଗବାନଙ୍କ ପାଖରେ ପୂଜା ଅର୍ଚ୍ଚନା କରୁଛେ, ସେହିପରି ଗାନ୍ଧୀ ଆଉ ଆମ୍ବେଦକରଙ୍କୁ ବୁଝିବାକୁ ହେଲେ ଗାନ୍ଧୀ ଆମ୍ବେଦକରଙ୍କୁ ବୁଝିଥିବା ଲୋକଙ୍କ ପାଖରେ ପ୍ରଥମେ ଗଲେ ଆଜିକାଲିକା ପିଲା ସହଜରେ ଗାନ୍ଧୀ ଆମ୍ବେଦକରଙ୍କୁ ବୁଝିବା ସହଜ ହେବ। ଏଇଟା ହେଉଛି ଗୋଟେ ବହୁତ ଭୁଲ ବୁଝାମଣାର ନିଷ୍କର୍ଷ। ଯିଏ ଗାନ୍ଧୀଙ୍କୁ ବୁଝିଥିବ, ଯିଏ ଆମ୍ବେଦକରଙ୍କୁ ବୁଝିଥିବ, ସିଏ କେବେ ଏଇଭଳିଆ କଥା କହିବ ନାହିଁ। କାହିଁକି ନା ମୁଁ ନିଜେ ଗାନ୍ଧୀଙ୍କୁ ପଢ଼ିଛି ଆଉ ନିଜେ ମଧ୍ୟ ଆମ୍ବେଦକରଙ୍କୁ ପଢ଼ିଛି। ମୁଁ ଦେଖିଛି ସେ 2 ଜଣ ମହାମନୀଷୀ ସମାଜର ସଂସ୍କାର ପାଇଁ, ପରିବର୍ତ୍ତନ ପାଇଁ ସବୁବେଳେ ଲାଗିଥିଲେ। ଅଧିକ ମୁଖ୍ୟ ହେଲା ଯେ ଆମ୍ବେଦକର ଦଳିତ ସମାଜ ପାଇଁ ବେଶୀ ଲାଗିଥିଲେ, ଗାନ୍ଧୀ ବୃହତ୍ତର ସମାଜର ପାଇଁ ବେଶୀ ଲାଗିଥିଲେ, କିନ୍ତୁ ଦଳିତମାନଙ୍କ କଥା ଭୁଲି ନଥିଲେ। ଏଇଟା ଯେଉଁମାନେ ଆମ୍ବେଦକରଙ୍କର ବର୍ତ୍ତମାନ ଆଜିକାଲିରେ ଯେଉଁମାନେ ତାଙ୍କୁ ଫଲୋ କରୁଛନ୍ତି, ଏଇଟା ମନେ ରଖିବା ଦରକାର, ଜାଣିବା ଦରକାର। ଗାନ୍ଧୀଙ୍କୁ ସମାଲୋଚନା କରିବା ପୂର୍ବରୁ ଗାନ୍ଧୀଙ୍କୁ ପଢ଼ିବା ଦରକାର।